अतिरिक्त जिलापालଙ୍କ कार्यालयଠାରେ बौद्ध टाउन हलଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଶୁକ୍ରବାର ସନ୍ଧ୍ୟା 6:30 ସମୟରେ ଟାଉନ ହଲ ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୁବ ମହୋତ୍ସବରେ 15 ବର୍ଷରୁ 29 ବର୍ଷ ବୟସର ଯୁବବର୍ଗ ଅଂଶଗ୍ରହଣ କରିବେ। ପ୍ରତିଯୋଗୀମାନେ ମାଇ ଭାରତ ପୋର୍ଟାଲରେ ନିଜ ନାମ ପଞ୍ଜୀକରଣ କରିବେ। ଏଥିରେ ଉଚ୍ଚାରଣ ପାଠ, ଗଳ୍ପ ଲିଖନ, ଚିତ୍ରାଙ୍କନ, ଫୋକ୍ ଡ୍ୟାନ୍ସ, ଫୋକ୍ ସଙ୍ଗୀତ, କବିତା ଲିଖନ, ବିଜ୍ଞାନ ମେଳା ପ୍ରଦର୍ଶନୀ ପ୍ରତିଯୋଗିତା ସ୍ଥାନ ପାଇବ। ଏହି ବୈଠକକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ରୁର କୁମାର ଜାନି ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଧର୍ମା ମଲ୍ଲିକ, ଅଧ୍ୟକ୍ଷ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ନିରଞ୍ଜନ ମିଶ୍ର, ଆଇପିଇ ଆନନ୍ଦ କୁମାର ବେହେରା, ଟ୍ରେନିଂ ଅଫିସର ଆଶିଷ ବେହେରା, ଚନ୍ଦନ କୁମାର ସାହୁ, କନିଷ୍ଠ ରାଜସ୍ୱ ସହାୟକ ଲୋକନାଥ ମେହେର ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା ପାଇଁ ନିଜ ନିଜର ମତାମତ ଦେଇଥିଲେ। ଦ୍ୱିତୀୟ ବୈଠକ ପରବର୍ତ୍ତୀ ସମୟରେ ଅନୁଷ୍ଠିତ କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା।